ଜଣେ ନିଲମ୍ବିତ ହୋଇଥିବା ଶିକ୍ଷକଙ୍କୁ ଶିକ୍ଷକ ଅଭାବ ଦର୍ଶାଇ ବେଆଇନ ଭାବରେ ପୁନଃନିଯୁକ୍ତି ଦିଆଯାଇଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ କଳାହାଣ୍ଡି ଜିଲ୍ଲା ଜୟପାଟଣା ଗୋଷ୍ଠୀ ଶିକ୍ଷା ଅଧୀନରେ ଥିବା ପିପଳଗୁଡ଼ା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମୁରଲୀଧର ସାହୁଙ୍କୁ ଗତ ମେ ମାସ 1 ତାରିଖରେ ଜୟପାଟଣା ବ୍ଲକ ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ନିଲମ୍ବିତ କରାଯାଇଥିଲା। ହେଲେ ମାତ୍ର କିଛି ଦିନ ପରେ ପୁଣି ତାଙ୍କୁ ଜୟପାଟଣା ବ୍ଲକର ସାନ କାର୍ଲାକୋଟ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବରେ ପୁନଃନିଯୁକ୍ତି ଦିଆଯାଇଛି। ଯେଉଁ ତଥ୍ୟ ଚଳିତ ସେପ୍ଟେମ୍ବର ମାସ 11 ତାରିଖ ଚିଠି ନମ୍ବର 1987 ମୂଳେ ସୂଚନା ଅଧିକାର ଆଇନ ବଳରେ ମିଳିଛି। ତେବେ ସରକାରୀ ନିୟମ ଅନୁଯାୟୀ ଜଣେ ଶିକ୍ଷକ କୌଣସି କାରଣବଶତଃ ନିଲମ୍ବିତ ହେଲେ ଅତି କମରେ ତାହା 6 ମାସ ପର୍ଯ୍ୟନ୍ତ ବଳବତ୍ତର ରହିବାର ନିୟମ ରହିଛି। କିନ୍ତୁ ଜୟପାଟଣା ବ୍ଲକ ଶିକ୍ଷା କାର୍ଯ୍ୟାଳୟରେ ତାହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ତେଣୁ ଏନେଇ ବ୍ଲକ ଶିକ୍ଷା ଅଧିକାରୀ ପ୍ରେମ ନାରାୟଣ ପଣ୍ଡାଙ୍କ ପ୍ରତିକ୍ରିୟା ନିଆଯିବାରୁ ସେ କୌଣସି ସନ୍ତୋଷଜନକ ଉତ୍ତର ଦେବା ପରିବର୍ତ୍ତେ କ୍ୟାମେରା ଓ ବୁମ୍ ଦେଖି ହଡ଼ବଡ଼େଇ ପଳାଇ ଯାଇଥିଲେ। ପରେ ସେହି ଶିକ୍ଷକ ମୁରଲୀଧର ସାହୁଙ୍କୁ ଫୋନ୍ ଯୋଗେ ଯୋଗାଯୋଗ କରାଯିବାରୁ ସେ କ'ଣ ଉତ୍ତର ରଖିଛନ୍ତି ଶୁଣନ୍ତୁ। हेलो आज्ञा साहू आज्ञा कहते कि मुरलीधर साहू आज्ञा हाय मुझे तुलसीराम छत्रिया कहती आज्ञा रिपोर्टर हाँ कहती हाँ हाँ क्या है आज्ञा आज्ञा ई आपण सान करलाकोट रे केबे इरा जॉइन करले आज्ञा हाँ जी नहीं नहीं मुझे जानबार केबे जॉइन करले बोलतिली आपण ऑफिस के जेकर पछरे बारे ऑफिस जी पचारे पार मुझे फिर भी आपण आपण रोस्टी सुनी सुन बोलतिले आज्ञा हैं એટલે ફોન કરଥିଲି જે ઓફિસ કે આપણે સ્કૂલ કેવી જઈଥିଲୁ आपण छुट्टी रे असन पड़ला जे हाँ तो केबे ऑफिस डिटेल पछरे बारे मते काम पछरे हां ठीक अछि ठीक अछि। ତେବେ ବ୍ଲକ ଶିକ୍ଷା ଅଧିକାରୀ ଅସମ୍ପୃକ୍ତ ଶିକ୍ଷକ ଗୋଟିଏ ଗ୍ରାମର ହୋଇଥିବାରୁ ସରକାରୀ ନୀତି ନିୟମକୁ ଫୁ କରିଦେଇଥିବା ଅଭିଯୋଗ ହେଉଛି। ତେଣୁ ଏଥିପ୍ରତି ଶିକ୍ଷା ବିଭାଗର ଉଚ୍ଚପଦସ୍ଥ ଅଧିକାରୀମାନେ ଏହାର ତଦନ୍ତ ପାଇଁ ପଦକ୍ଷେପ ନେବା ଜରୁରୀ। पुनः नियुक्ति ताके सेने थैथान कराइछे एटा तुमरो हेडक्वार्टर फिक्सिंग कराइछे जैसे टीचर होसन से हेडमास्टर होसन नहीं तो आया आप देखिन स्कूल नहीं नहीं हेडमास्टर के नहीं देखिन आया स्कूल के देखिन से पहले से हेडमास्टर होसन के पहले के आप सरकारी शिक्षक अथिले से ये बाय जोटी हां तक से भूल देछन ताले भूल करते होला बाय जोटी के देखिन आलो की पैसा କଳାହାଣ୍ଡି ଜିଲ୍ଲା ଜୟପାଟଣାରୁ ତୁଳସୀରାମ ଛତ୍ରିଆଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।